भिन्नक्षमଙ୍କୁ ଅବହେଳା ଅଭିଯୋଗ ଆଣିଲା ଓଡ଼ିଶା ବିକଳାଙ୍ଗ ମଞ୍ଚ। ଗଞ୍ଜାମ ଜିଲ୍ଲାରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗମାନଙ୍କ ପକ୍ଷରୁ ଖୁବ୍ ଅବହେଳା ଅଭିଯୋଗ ଆଣିଛି ଭିନ୍ନକ୍ଷମ ସଂଗଠନ ବିକଳାଙ୍ଗ ମଞ୍ଚ। ଶନିବାର ଭଞ୍ଜନଗର ବାଉଁଶଲୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଅବହେଳା ଉପରେ କହିବା ସହ ଆମ ଅଧିକାର ଆମକୁ ଦିଅ ବୋଲି ଦିବ୍ୟାଙ୍ଗମାନଙ୍କ ପକ୍ଷରୁ କୁହାଯାଇଛି। ଦିବ୍ୟାଙ୍ଗମାନଙ୍କ ମୂଳ ଦାବି ହେଲା ସେମାନଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର। ହେଲେ ଆବେଦନର ବର୍ଷ ବର୍ଷ ବିତିଗଲେ ମଧ୍ୟ ପ୍ରମାଣପତ୍ରଟିଏ ହୋଇପାରୁନଥିବା ପରିତାପର ବିଷୟ ବୋଲି କୁହାଯାଇଛି। ସେହିପରି ଦିବ୍ୟାଙ୍ଗମାନଙ୍କ ପାଇଁ ଆବଶ୍ୟକ ଜିନିଷ କରିବାକୁ ଦାବି କରିଛନ୍ତି। ଯେଭଳି ସୁଗମ୍ୟ ଭାରତ ଯୋଜନାରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନକୁ ର୍ୟାମ୍ପ କିମ୍ବା ଲିଫ୍ଟ ବ୍ୟବସ୍ଥା କରାଯାଉ। ବସ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଭତ୍ତା 1000ରୁ 3000କୁ ବୃଦ୍ଧି ଭଳି ବିଭିନ୍ନ ଅଧିକାରକୁ ଜଣାଇବା ସହ ଉପଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଏକ ଲିଖିତ ଅଭିଯୋଗ ଜଣାଇଥିଲେ। ଏଥିରେ ରାଜ୍ୟ ବିକଳାଙ୍ଗ ସଭାପତି ନିରଞ୍ଜନ ବେହେରା ଉପସ୍ଥିତ ରହି ନେତୃତ୍ୱ ନେଇଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଓଡ଼ିଶା ଟୁଡେ। ମୋ ନାଁ ହେଉଛି ନିରଞ୍ଜନ ବେହେରା, ଷ୍ଟେଟ୍ ପ୍ରେସିଡେଣ୍ଟ ଓଡ଼ିଶା ବିକଳାଙ୍ଗ ମଞ୍ଚ। ଆଜି ଏଠି ଆମେ ଯେଉଁ ଭଞ୍ଜନଗରରେ ଏଠି ଯେଉଁ ପ୍ରେସ୍ କନଫରେନ୍ସ କରିଛୁ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଆଜି ଏ ପ୍ରେସ୍ କନଫରେନ୍ସଟା ଓଡ଼ିଶା ବିକଳାଙ୍ଗ ମଞ୍ଚ ଏବଂ ବାର୍ଡ ଆନୁକୂଲ୍ୟରେ ମିଳିତ ଭାବରେ କାର୍ଯ୍ୟକ୍ରମ କରାହେଇଛି। ଆକୁ ଆମେ ତିନିଟା କ୍ଷେତ୍ରକୁ ଫୋକସ୍ କରୁଛୁ। ଏକ ହେଉଛି ଭଞ୍ଜନଗର ଉପଖଣ୍ଡର ଯେଉଁ ଭିନ୍ନକ୍ଷମ ଭାଇ ଭଉଣୀମାନେ ଅଛନ୍ତି ସେମାନଙ୍କର ବିକାଶ, ଦ୍ୱିତୀୟ ହେଉଛି ଗଞ୍ଜାମ ଜିଲ୍ଲା, ତୃତୀୟ ହେଉଛି ପୁରା ରାଜ୍ୟରେ ବସବାସ କରୁଥିବା ସମସ୍ତ ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କର ବିକାଶ ପାଇଁ ଏ ପ୍ରେସ୍ ମିଟ୍ ଡକାହେଇଛି। ଯେହେତୁ କି ଆଗକୁ ଆମର ବିଶ୍ୱ ଭିନ୍ନକ୍ଷମ ଦିବସ ଅଛି ଡିସେମ୍ବର 3 ତାରିଖରେ, ତା ପୂର୍ବରୁ ଆମେ ଏ ପ୍ରେସ୍ ମିଟ୍ କରିକିରି ସରକାରଙ୍କୁ ଜନସାଧାରଣଙ୍କୁ ସଚେତନ କରିବାକୁ ଚାହୁଁଛୁ। ସେଥିପାଇଁ ଆଉ ଆମର ଯେଉଁ ସମସ୍ୟା ରହିଛି ସେ ସମସ୍ୟା ଆପଣମାନଙ୍କ ମାଧ୍ୟମରେ ଦୂର କରିବା ପାଇଁ ଆମେ ଏ ପ୍ରେସ୍ ମିଟ୍ ଆଜି କରିଛୁ। ପ୍ରମାଣପତ୍ର ଯେଉଁଟାକି ମୁଁ ଯଦି କହିବି ଗଞ୍ଜାମ ଜିଲ୍ଲା କଥା କହିବି, ତାହେଲେ ବର୍ତ୍ତମାନ ବର୍ଷ ବର୍ଷ ଧରିକି ପ୍ରମାଣପତ୍ର ଯେଉଁମାନେ କି ଆବେଦନ କରିଛନ୍ତି କରିକିରି ମଧ୍ୟ ବି ଏବେ ପର୍ଯ୍ୟନ୍ତ ସେ ପ୍ରମାଣପତ୍ର ପାଇପାରିନାହାନ୍ତି। ମୁଁ ଯାହା ଶୁଣିବାକୁ ପାଉଥିଲି ଯେ 2024ର ପ୍ରମାଣପତ୍ର ମଧ୍ୟ ବି ଏବେ ପର୍ଯ୍ୟନ୍ତ ସେମାନେ ଯେଉଁ ହିତାଧିକାରୀମାନେ ପାଇବା କଥା ପାଇନାହାନ୍ତି। ଫଳରେ କ'ଣ ହେଉଛି ଯେ ଭିନ୍ନକ୍ଷମ ପ୍ରମାଣପତ୍ର ହେଉଛି ଆମର ପ୍ରଥମ ଡକ୍ୟୁମେଣ୍ଟ। ଆକୁ ଧରିକିରି ହିଁ ଆମେ ସରକାରଙ୍କର ବିଭିନ୍ନ ସୁବିଧା ସୁଯୋଗ ପାଇପାରିବୁ। ଯଦି ଡକ୍ୟୁମେଣ୍ଟ ନାହିଁ ତାହେଲେ ଆମେ ଆଜ୍ଞା ସେଟା ପ୍ରଶାସନିକ ସ୍ତରରେ ପ୍ରଶାସନ ଏଟା ପାଇଁ ବୋଲିକିରି ସମ୍ପୂର୍ଣ୍ଣ ଭାବରେ ଦୃଷ୍ଟି ଦେବାକୁ ପଡ଼ିବ। ଆମେ ଦାବି କରୁଛୁ ଯେ ଖାଲି ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ନୁହଁ, ରାଜ୍ୟ ସରକାରଙ୍କୁ ମଧ୍ୟ ବି ଦାବି କରୁଛୁ। ଖାଲି ଆମର ଗଞ୍ଜାମ ଜିଲ୍ଲାରେ ନୁହଁ, ସାରା ଓଡ଼ିଶାରେ ମଧ୍ୟ ବି ଏ ପ୍ରକାର ସମସ୍ୟା ରହୁଛି। ଏ ସମସ୍ୟାକୁ ଅତି ଶୀଘ୍ର ଦୂର କରିବା ପାଇଁ ଓଡ଼ିଶା ବିକଳାଙ୍ଗ ମଞ୍ଚ ଦାବି କରୁଛି। ମୋ ନାଁ ପ୍ରକାଶ ଚନ୍ଦ୍ର ସାହୁ, ମୁଁ ବାର୍ଡ ସମ୍ପାଦକ। ଆପଣ ଦେଖନ୍ତୁ ଆଜ୍ଞା, ଆର୍ପିଡି ଆକ୍ଟ ବର୍ତ୍ତମାନ 10 ବର୍ଷ ହେଲା ଲାଗୁ ହେବା ଉପରେ ମାନେ ହେଇସାରିଲାଣି। ମାତ୍ର ଦୁଃଖର ବିଷୟ ହେଲା ସରକାରଙ୍କର ଶାସନ ପ୍ରଶାସନଙ୍କର ଆନ୍ତରିକ ହେବା ଫଳରେ ଆମର ଅଧିକାରଟାକୁ କିଏ ନେଇଗଲା ଭଳିଆ ଲାଗୁଛି। ଆପଣ ଦେଖନ୍ତୁ ଆମ ଅଞ୍ଚଳରେ ଘୁମୁସର ମାନେ ବଡ଼ କ୍ଷେତ୍ର ଯେଉଁ ପ୍ରସ୍ତାବିତ ଘୁମୁସର ଜିଲ୍ଲା, ଏ ବଡ଼ କ୍ଷେତ୍ର, ଦିବ୍ୟାଙ୍ଗ ମାନେ ସବୁବେଳେ ଅବହେଳିତ। ଏବେ ଭୀମ ଭାଇ ସାମର୍ଥ୍ୟ ଶିବିର 27 କୋଟି ସେବା ଦେବାର ଆବଶ୍ୟକତା ଅଛି। ମାତ୍ର ଦୁଃଖର ବିଷୟ ହେଲା 2 ବର୍ଷ ହେଲା ଭୀମ ଭାଇ ସାମର୍ଥ୍ୟ ଶିବିରର ଯେଉଁ ଭିନ୍ନକ୍ଷମ ମାନଙ୍କୁ ସାର୍ଟିଫିକେଟ୍ ପାଇଁ ଯାଞ୍ଚ କରାଯାଇଛି, ତାର ପ୍ରମାଣପତ୍ର ଆଜି ପର୍ଯ୍ୟନ୍ତ ମିଳିନି। ଆଉ ଦ୍ୱିତୀୟ କଥା ହେଲା ଆମର ଭଞ୍ଜନଗରରେ ଯେତେ ସବୁ କୋଠାବାଡ଼ି, ବ୍ୟାଙ୍କ ଅନୁଷ୍ଠାନ ହଉ, ଶିକ୍ଷା ଅନୁଷ୍ଠାନ ହଉ, ଦିବ୍ୟାଙ୍ଗଙ୍କ ସୁଗମ୍ୟ କରିବା ପାଇଁ ସୁଗମ୍ୟ ଭାରତ ଯୋଜନା ଏଠି କାମ କରିନାହିଁ। RMC ହଲ୍ ହଉ
टाउन हॉल हो कि आपण कल्याणी मंडप हो कौन से स्कूल हो बैंक एटीएम हो कि बीडीओ ऑफिस कि सब कार्यालय बहुत अच्छे जोड़ा सुगम माने आमर सुगम्य भारत योजना न फल भिन्नक्षम मैंने दाबी उपयुक्त स्थान में जाइए अधिकारी को दे पारे ना। आ तृतीय कथा बड़ा है आप आरपीडी एक्ट रे वर्तमान अच्छी माने चैप्टर 13 आ 16 माने स्पेशल कोर्ट आ दंड माने संहिता विषय उल्लेख अच्छी मात्र जेहेतु ए विषय जज पुलिस आमर वकिल महकिल किए न जा फल भिन्नक्षम मान अधिकार किए दब से आम मन प्रश्न आसती सरकार अनुरोध हाँ सब दृष्टि आम जेहेतु ओडिशा विकलांग मंच ये गोटे आयोजन कर प्रेस कॉन्फ्रेंस आपण गणमाध्यम जब चाहिए सरकार पाखे आमर दाबीटा को उपस्थापन कले मुझे सरकार आमर दाबी को शुणी पारे।